ମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ପୁଣି ଥରେ କାମିନୀ ଜେଜେମା ଚିକିର ହାତକୁ ଟାଣି ଟାଣି ନେଇ ବାହାରେ ଛାଡ଼ି ଦେଇ ଆସିଛନ୍ତି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ମାଧବୀ ଆସି ଚିକି ରୁମ୍ରେ ଦେଖୁଛନ୍ତି ଚିକି ବଦଳରେ କଣ୍ଢେଇଟି ଅଛି, ଏତେବେଳେ ସେ କାମିନୀ ଜେଜେମା ଆଉ ପରିବାର ଲୋକ ସମସ୍ତେ ଚିକିର ରୁମ୍କୁ ଟାଣି ଆଣୁଛନ୍ତି ଆଉ କହୁଛନ୍ତି ସେ ଚିକି ଆମ ସମସ୍ତଙ୍କୁ ଧୋକା ଦେଇ ଏ ଘରୁ ଚାଲି ଯାଇଛି। ଆଉ ଏତେବେଳେ କାମିନୀ ଜେଜେମା ଆଉ ସମସ୍ତେ ଯେତେବେଳେ ଚିକିର ରୁମ୍କୁ ଆସନ୍ତି ଏତେବେଳେ ଚିକି ସେଠି ଠିଆ ହେଇଥିବ। ଆଉ ଏହା ଦେଖି ଜେଜେବାପା କୁହନ୍ତି ବୋହୁମା ତମ ମୁଣ୍ଡ ବୋଧେ ଖରାପ ହେଇଗଲେଣି। ଆଉ ଏ ସମୟରେ ନିଧି କହୁଛନ୍ତି ଖୁଡ଼ି ତମେ ବୋଧେ ଅଧିକ ସିରିଏଲ ଦେଖିଦେଉଛ। ଆଉ ଏହାପରେ ଏହାକୁ ଦେଖି କାମିନୀ ଜେଜେମା କହୁଛନ୍ତି ତୋ ମୁଣ୍ଡ କାମ ଦେଉନି କି? ଆଉ ଏହାପରେ ମାଧବୀ କହୁଛନ୍ତି ଏଇ ଚିକି ତୁ ତ ଏଠି ନଥିଲୁ, ତୁ କୁଆଡ଼େ ଯାଇଥିଲୁ ସତ କଥା କହ। ଏହାପରେ ଚିକି କହୁଛନ୍ତି ମୁଁ ଏଠି ହିଁ ଥିଲି। ଆଉ ଏହାପରେ କାମିନୀ ଜେଜେମା କହୁଛନ୍ତି ଯଦି ତୁ ଏଠି ଥିଲୁ ତାହେଲେ ତୁ ଆମ କଥା କାହିଁକି ଶୁଣୁନଥିଲୁ? ମୁଁ ତୋତେ କେତେବେଳଠୁ ଚିଲେଇ ଚିଲେଇ ଡାକୁଥିଲି, ତୁ କାହିଁକି ମୋ କଥା ଶୁଣୁନଥିଲୁ? ଏହାପରେ ଚିକି କହୁଛନ୍ତି ମୁଁ ଟିକେ କାମରେ ଥିଲି ତ। ଏହାପରେ କାମିନୀ ଜେଜେମା କହୁଛନ୍ତି ମିଛ ଘର ଭାଙ୍ଗିବା ଛଡ଼ା ତୋତେ ତୋ ମା କିଛି ଶିଖେଇନି କି? ଏହାପରେ ଚିକି ବହୁତ ବାଧୁଛି ଆଉ ଚିକି କାନ୍ଦୁଛନ୍ତି। ଏହାପରେ କାମିନୀ ଜେଜେମା କହୁଛନ୍ତି ଯେ ଓହୋ ମୁଁ ତ ଗୋଟେ କଥା ଭୁଲି ଯାଇଥିଲି, ତୋର ମା ବାପା ନାହିଁ, ତୁ ଗୋଟେ ଅନାଥ ଛୁଆଟା। ଆଉ ଏମିତି କହିଲା ପରେ ଚିକି ଆଖିରେ ଲୁହ ଆସୁଛି। ଏହାପରେ ସୁଗନ୍ଧା ମନା କରିବେ କିନ୍ତୁ ଏଥିରେ କାମିନୀ ଜେଜେମା କହୁଛନ୍ତି ଯେ ଝିଅକୁ ମୁଁ ଆଜି ପଦାରେ ଛାଡ଼ି ଆସିବି। ଆଉ ଏମିତି କହି ଚିକିର ହାତକୁ ସେ ଟାଣି ନେଉଛନ୍ତି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ସତରେ ଜେଜେମା ଚିକି ଆଜି ଘରୁ ବାହାର କରିଦେବେ? ଯଦି ହଁ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ।